ଆମେ ଖାଲି ଏତିକି ଜିନିଷ ଜାଣିଗଲେ ସବୁ ଜିନିଷ ଆମର ଓରାଲ କ୍ୟାଭିଟିଟା ଭଲରେ ରହିବ, ଆମ ପାଟିଟା ପୁରା ସୁସ୍ଥ ରହିବ? ଖାଲି ବ୍ରଶିଂ ନୁହଁ, ବ୍ରଶିଂ ସହିତ ଆମକୁ ରୀତିମତ କୁଳି ବି କରିବା ଦରକାର। କାହିଁକି ନା ଆମେ ବ୍ରଶିଂ କଲେ ଆମେ ଉପର ମଇଳା ତ କାଢ଼ି ଦେଉଛେ, ବ୍ରଶ କଲେ ତାପରେ ତ ଆମେ ଖାଉଛେ, ଆମେ ଦିନ ସାରା ଖାଉଛେ, ଆମେ ଦିନକୁ କେତେ ଥର ବ୍ରଶ କରୁଛେ? ଆମେ ତ ଦିନକୁ 2 ଥର ହିଁ ବ୍ରଶ କରୁଛେ ନା, ତାଠୁ ତ ଅଧିକା କରୁନେ। ତ ଆମେ ଦିନ ସାରା ଯାହା ଖାଉଛେ ସେଇ ମଇଳାଟା ଆମେ କେମିତି କାଢ଼ିବା? ତା ପାଇଁ ରୀତିମତ କୁଳି କରିବା ଦରକାର। ଛୋଟ ଛୁଆ ହେଲେ ତାଙ୍କର ଖାଲି ପାଣିରେ କୁଳି କଲେ ବି ଚଳିବ, କିନ୍ତୁ ଯଦି ବଡ଼ ମଣିଷଙ୍କ କଥା ଧରାଯାଉ, ସେଟା ବେଟର୍ ହେବ କି ସେମାନେ କୌଣସି ଜିନିଷ ଖାଇଲା ପରେ ପାଣିରେ କୁଳି କରି ତା ସହିତ ଗୋଟେ ମାଉଥ୍ ୱାଶ୍ ୟୁଜ୍ କରିକି କୁଳି କରିବେ। ମାଉଥ୍ ୱାଶ୍ରେ କ'ଣ ଅଛି, ବିଭିନ୍ନ ଟାଇପ୍ର ଜିନିଷ ଅଛି, ଯେମିତି ମ୍ୟାଡ଼ାମ୍ କହିଲେ କି ଟୁଥପେଷ୍ଟରେ ଆମର ସୋଡ଼ିୟମ୍ ଫ୍ଲୋରାଇଡ଼୍ ଅଛି, ସେମିତି ଆମର ମାଉଥ୍ ୱାଶ୍ର ବି ସୋଡ଼ିୟମ୍ ଫ୍ଲୋରାଇଡ଼୍ ଆସୁଛି, ଷ୍ଟ୍ରୋନ୍ସିୟମ୍ କ୍ଲୋରାଇଡ଼୍ ଆସୁଛି। ଏଇସବୁ ଜିନିଷ କ'ଣ କରେ? ଏଇସବୁ ଜିନିଷ ଆହୁରି ଗୋଟେ ପ୍ରୋଟେକ୍ଟିଭ୍ ଲେୟର୍ ବନେଇ ଦିଏ ଦାନ୍ତ ଉପରେ, ତାକି ପୋକ କାଟିବନି। ଆଉ ଅଲଗା ଯେମିତି କେତେଟା ଇନଗ୍ରେଡ଼ିଏଣ୍ଟସ୍ ଅଛି ଯେଉଁଟା ଆପଣଙ୍କର ମାଢ଼ି ସୁସ୍ଥ ରଖିବ ଆଉ ଦାନ୍ତ ସଫା ରଖିବାରେ ସାହାଯ୍ୟ କରିବ। ତ ମାଉଥ୍ ୱାଶ୍ ୟୁଜ୍ କଲେ କ'ଣ ହେବ, ଆମର ଯାହା ବି ଖାଦ୍ୟଦ୍ରବ୍ୟ ରହିଯାଇଛି ପାଟି ଭିତରେ ସେଇଟା ବି ସଫା ହେଇଯିବ, ତା ସହିତ ଯାହା ବି ଆମ ପାଟିରେ ଜୀବାଣୁ ଜମି ଯାଇଥିବେ ସେଇଟା ବି ବାହାର କରିଦେବ।